ବୃଦ୍ଧାଙ୍କୁ ଡାହାଣୀ କହି ଗାଁରେ ହଟହଟା ବଲାଙ୍ଗୀରରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ଆଜିର ଅତ୍ୟାଧୁନିକ ଯୁଗରେ ବି ଅନ୍ଧବିଶ୍ୱାସର କରାଳ ଛାଇ ସମାଜକୁ କଳୁଷିତ କରୁଥିବା ବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବୀରମୁଣ୍ଡା ଗାଁରୁ ଆସୁଛି। ବୀରମୁଣ୍ଡା ଗାଁର ମଙ୍ଗଲୁ ଖର୍ସେଲଙ୍କ ପତ୍ନୀ 65 ବର୍ଷ ବୟସ୍କା ଶ୍ରୀମତୀ ରାୟମତୀ ଖର୍ସେଲ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଁର ସୁଶାନ୍ତ ଖର୍ସେଲ ତାଙ୍କୁ ଡାହାଣୀ କହି ଓ ତାଙ୍କ ସ୍ୱାମୀଙ୍କୁ ଗୁଣିଆ ବୋଲି ଅପପ୍ରଚାର କରୁଥିବା ବେଳେ ତାଙ୍କ କଥାରେ ପଡ଼ି ଚକିତ ଖର୍ସେଲ ଗତକାଲି ମଧ୍ୟାହ୍ନରେ ରାୟମତୀଙ୍କ ଘରକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି। ଏଭଳି ବିଗତ ଦିନରେ ମଧ୍ୟ ବାରମ୍ବାର ସେମାନେ ଗାଳିଗୁଲଜ କରୁଥିବା ରାୟମତୀ ଅଭିଯୋଗ କରିଛନ୍ତି। ଗାଁରେ ଏଭଳି ଅପପ୍ରଚାର ଯୋଗୁଁ ଲୋକେ ଆମ ସ୍ୱାମୀ ସ୍ତ୍ରୀଙ୍କ ପାଖ ମାଡ଼ୁନଥିବା ବେଳେ ବାରମ୍ବାର ଅପମାନିତ ହେବାକୁ ପଡ଼ୁଥିବା କହିଛନ୍ତି ରାୟମତୀ। ଏହି ଘଟଣାର ଉଚିତ ତଦନ୍ତ ପାଇଁ ବଲାଙ୍ଗୀର ସଦର ଥାନାର ଅଧିକାରୀଙ୍କୁ ରାୟମତୀ ଅନୁରୋଧ କରିଛନ୍ତି।